ଓଡ଼ିଶାର ଜଣେ ପ୍ରତିଷ୍ଠିତ କବି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରାଙ୍କ ଲେଖନୀରୁ ନିଃସୃତ ବାଲିଗୁଡ଼ାର ଆରାଧ୍ୟା ଦେବୀ ମା ପାଟଖଣ୍ଡାଙ୍କ ଶ୍ରୀ ଚରଣ ତଳେ ପ୍ରଣତି ଜଣାଇ ତାଙ୍କ ପାଇଁ ଏକ ଜଣାଣ ଲେଖିଛନ୍ତି। ସୁନ୍ଦର ଜଣାଣଟି ଶ୍ରୋତା ବନ୍ଧୁ, ମୁଁ କବିଙ୍କର ଲେଖନୀ ମନରୁ ନିଃସୃତ ସେହି ଜଣାଣଟିକୁ ଗାଇବା ପାଇଁ ଚେଷ୍ଟା କରୁଛି। ମୋ ନାଁ ବି ସତ୍ୟମ ଆଚାରୀ। ସମସ୍ତଙ୍କୁ ମୋର ନମସ୍କାର, ଶୁଭେଚ୍ଛା ଏବଂ ଗୀତଟିକୁ ଗାଇଲା ପରେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ ଏଥିପାଇଁ ମୋର ଅନୁରୋଧ। ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ଭଉଣୀ ଓ ମା ଦେଖିବା ଶ୍ରୀ ମହାମାୟା, ଆସ ଭଉଣୀ ଓ ମା ଦେଖିବା ଶ୍ରୀ ମହାମାୟା, ପାଟଖଣ୍ଡାଙ୍କୁ ହୋ ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ଆରାଧ୍ୟା ଦେବୀ ଅଟନ୍ତି ସର୍ବମଙ୍ଗଳ କରନ୍ତି, ଆରାଧ୍ୟା ଦେବୀ ଅଟନ୍ତି ସର୍ବମଙ୍ଗଳ କରନ୍ତି, କାନ ଡେରି ରହିଥାନ୍ତି, କାନ ଡେରି ରହିଥାନ୍ତି, ଭକ୍ତ ଡାକକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ସକାଳେ ଓ ସନ୍ଧ୍ୟା ବେଳେ ମନ୍ଦିରେ ପ୍ରଦୀପ ଜଳେ, ସକାଳେ ଓ ସନ୍ଧ୍ୟା ବେଳେ ମନ୍ଦିରେ ପ୍ରଦୀପ ଜଳେ, ବାଜୁଥାଏ ଘଣ୍ଟ ଘଣ୍ଟା, ବାଜୁଥାଏ ଘଣ୍ଟ ଘଣ୍ଟା, ଶୁଭେ ଦୂରକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ସନ୍ଧ୍ୟା ଆରତି କାଳରେ ଭକ୍ତ ଆସନ୍ତି ମନ୍ଦିରେ, ସନ୍ଧ୍ୟା ଆରତି କାଳରେ ଭକ୍ତ ଆସନ୍ତି ମନ୍ଦିରେ, ଗୁହାରି କରନ୍ତି ଦୁଃଖ, ଗୁହାରି କରନ୍ତି ଦୁଃଖ, ହରି ନେବାକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ଖଣ୍ଡା ଖର୍ପର ହାତରେ ସ୍ୱର୍ଣ୍ଣ ମୁକୁଟ ମଥାରେ, ଖଣ୍ଡା ଖର୍ପର ହାତରେ ସ୍ୱର୍ଣ୍ଣ ମୁକୁଟ ମଥାରେ, ଶୋଭା ପାଉଛି ସିନ୍ଦୁର, ଶୋଭା ପାଉଛି ସିନ୍ଦୁର, ବୋଳା ମୁହଁକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ମଙ୍ଗଳ ଓ ଶନିବାର ଦେବୀ ଉପାସନା ବାର, ମଙ୍ଗଳ ଓ ଶନିବାର ଦେବୀ ଉପାସନା ବାର, କେତେ ଭକ୍ତ ଆସିଥାନ୍ତି, କେତେ ଭକ୍ତ ଆସିଥାନ୍ତି, ଦେଖି ଯିବାକୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା। ଦେଖିବା ସେଠାରେ ମା, ଦେଖିବା ସେଠାରେ ମା ପାଟଖଣ୍ଡାଙ୍କୁ ଲୋ, ଆସ ସଖୀ ଆସ ଯିବା ବାଲିଗୁଡ଼ାକୁ ଲୋ, ଆସ ସଖୀ ଆସ ଯିବା।